ମୁଁ ସେ ସବୁବେଳେ ଭଲ କାମ କରୁଥିବା ପରିମାନଙ୍କୁ ଯାଦୁ ଦୁନିଆର ବାହାରକୁ ପଠେଇଦେବି। ବ୍ଲୁମ୍, କାହିଁକି ତୁମେ ଏକୁଟିଆ ଭଲରେ ରହୁନ? ଓ ଗଡ୍, ତମ ଦୁଇ ଜଣଙ୍କୁ ଅଲଗା କରିହବନି, ଯେମିତି କୌଣସି ଭାଗ୍ୟର ଦୌଡ଼ି ତମ ଦୁଇ ଜଣଙ୍କୁ ପାଖକୁ ଟାଣୁଛି। ସତରେ କି? ସେଇଟା ଇଣ୍ଟରେଷ୍ଟିଂ, କାରଣ ମୁଁ ଭାବୁଛି ତୁମେ ଆଉ ବ୍ଲୁମ୍ ଯୋଡି ହେଇ ଅଛ। ଏବେ ଯଦି ଭାଗ୍ୟ ତୁମର ସାଥ ଦେବ ତାହେଲେ ତୁମେ ବ୍ଲୁମ୍କୁ ନଷ୍ଟ କରିପାରିବ। ତାହେଲେ ତମେ ଡାଉଟ୍ କରୁଛ ଯେ ଆମେ କରିପାରିବୁନି? ଶୁଣ, ଆମେ କେବେ ବି ପଛଘୁଞ୍ଚା ଦବୁନି। ମୁଁ ଜାଣିଛି, କିନ୍ତୁ ଇଚ୍ଛା ଶକ୍ତି ଯଥେଷ୍ଟ ନୁହେଁ। ୱିଙ୍ଗସ୍ ମାନଙ୍କ ପାଖରେ ଥିବା ଏନଚାଣ୍ଟିକ୍ ଶକ୍ତି ବହୁତ ଶକ୍ତିଶାଳୀ। ଏବେ ତୁମମାନଙ୍କର ଶକ୍ତି ତାଙ୍କର ବରାବର ନୁହେଁ। ସେମାନେ ତୁମମାନଙ୍କୁ ପ୍ରଥମେ କି ଦ୍ୱିତୀୟ ଯାଦୁରେ ବହୁତ ସହଜରେ ହରେଇ ଦେବେ। ସେଥିପାଇଁ ମୁଁ ସ୍ଥିର କରିଛି ତୁମମାନଙ୍କୁ ଛୋଟ ଉପହାର ଦେବାକୁ। ଆଉ କିଛି ଅଧିକା ଶକ୍ତି, ପବନର ଶକ୍ତି, ବରଫର ଶକ୍ତି, ଅନ୍ଧକାରର ଶକ୍ତି। ନିଅ, ବଢିଯାଅ। ତୁମେ ମାନେ ଏବେ ରେଡି? ଯାଅ ଆଉ ମତେ ଦେଖାଅ ବ୍ଲୁମ୍ ବିରୋଧରେ ତୁମେ ମାନେ କେତେ ଶକ୍ତିଶାଳୀ। ମୁଁ ଅନୁଭବ କରୁଛି ଆମେ ଏବେ ବହୁତ ଶକ୍ତିଶାଳୀ, ଆମକୁ କେହି ଅଟକେଇ ପାରିବେନି। ହଁ, ମୁଁ ବ୍ଲୁମ୍କୁ ନଷ୍ଟ କରିବାକୁ ଅପେକ୍ଷା କରିପାରୁନି। ଭଲ୍ଟର ବହୁତ ଖୁସି ହେବେ। କିଛି ତ ଏଥିରେ ଅଜବ କଥା ଅଛି। ମୁଁ ଭାବୁଛି ଭଲ୍ଟର କାହିଁକି କେବେ ବି ବ୍ଲୁମ୍ ସହ ନିଜେ ଲଢ଼େଇ କରିବାକୁ ଚାହୁଁନାହାନ୍ତି। ଯେମିତି ଲାଗୁଛି ସେ ସେଇ ଲୁଜର ଠାରୁ ଡରୁଛନ୍ତି ଆଉ ସେଥିପାଇଁ ଆମକୁ ପଠାଉଛନ୍ତି। କଣ ଭଲ୍ଟର ଡରୁଛି? ଆଇସି, ଏଇଟା ବେକାର କଥା। ଆଇସି ସେମାନଙ୍କୁ ମୋ ବିରୋଧରେ କରିବାକୁ ଚେଷ୍ଟା କରୁଛି। ମୁଁ ସାହସ କଥାକୁ ୟୁଜ୍ କରି ବହୁତ ବଡ ଭୁଲ। ମୁଁ କାହାକୁ ଡରେ ନା। ସେ ଶକ୍ତିଶାଳୀ, ସେଥିରେ ଡାଉଟ୍ ନାହିଁ, କିନ୍ତୁ ତାର ସଚୋଟ ପୁଣିଆ ନଥିବାରୁ ସେ ବହୁତ ପସ୍ତେଇବ।